ओम नमो भगवते वासुदेवाय। त्रयोविंशोऽध्याय। भाज्यासहिते पशिबने समाधियोगरधारणे पृथुवैकुण्ठे उपगत 23 मैत्रेय उवाच। ଶୁଣବିଦୁର ଶୁଦ୍ଧ ଚିତ୍ତେ ରାଜାର କିଛି କାଳ ଅନ୍ତେ ବୃଦ୍ଧ ଶରୀର ଗ୍ରାସେ କାଳ ଦେଖି ବିଷାଦ ମହିପାଳ। ମୁଁ ଯେ ଦ୍ୱିତୀୟ ପ୍ରଜାପତି ଯେଣୁ ମୁଁ କଲି ସର୍ବସ୍ଥିତି। ଅନାଦି ଉତ୍ପତ୍ତି ମୁଁ କଲି ନଗରପୁର ବସାଇଲି। ସ୍ଥାବର ଜଙ୍ଗମାଦି ଯେତେ ଅନ୍ନ ମୁଁ ଦେଲି ଯେଝା ମତେ। ସାଧୁଙ୍କ ଧର୍ମ ରକ୍ଷା କଲି ଈଶ୍ୱର ବଚନ ପାଳିଲି। ଏ ଧର୍ମ ରକ୍ଷା ଅର୍ଥେ ମୁହିଁ ଜନ୍ମ ଲଭିଲି କର୍ମ ଭୂଇଁ। ଏବେ ଶରୀର ବୃଦ୍ଧ ହେଲା କାମାଦି କର୍ମ ହିଁ ସରିଲା। ଏବେ କି ଅର୍ଥେ ଥିବି ମୁହିଁ ବନେ ପଶିବି କୃଷ୍ଣ ଧ୍ୟାୟୀ। ଦୁହିତା ପ୍ରତୁଲ୍ୟେ ଧରଣୀ ପୁତ୍ରେ ନିବେଶୀ ନୃପମଣି। ପୁତ୍ରକୁ ଦେଇ ସିଂହାସନ ଦଣ୍ଡ ଛତ୍ରାଦି ନୃପଚିହ୍ନ। ସକଳ ସମର୍ପି କୁମରେ ଗମନ କଲେ ବନ ଘୋରେ। ସଙ୍ଗତେ ଘେନି ଅର୍ଚ୍ଚିନାରୀ ରୋଦନ୍ତୀ ପ୍ରଜା ନଗ୍ରପୁରୀ। ସ୍ୱଇଚ୍ଛା ମନେ ଦୁଃଖ ଶ୍ରମେ ତପ ଆରାଧି ଯୋଗ ଧର୍ମେ। କଠୋର ଉଗ୍ର ତପେ ରାୟେ ଯେମନ୍ତେ ପୂର୍ବେ ରାଜ୍ୟ ଜୟେ। ଯେ ବାନ ପ୍ରସ୍ଥର ବିଧାନ ନିୟମ କଲେ ସେ ରାଜନ। ଫଳାଦି ଶାକ କନ୍ଦମୂଳ ଭୋଜନ କରନ୍ତି କେବଳ। ଏମନ୍ତେ କେତେ କାଳାନ୍ତରେ ତାହା ତେଜିଲେ ନୃପବରେ। ନିରସ ପତ୍ର ଭୋଗ କରି ତୁଷ୍ଟେ ଆନନ୍ଦେ ପ୍ରାଣ ଧରି। ତାହା ଭକ୍ଷିଣ କିଛି ଦିନ ତପ ସାଧନେ ତୋଷମନ। ସେ ପତ୍ରାସନ ତେଜି ରାୟେ ଜଳ ଆହାରେ ସୁଖମୟେ। ଏମନ୍ତେ କିଛି କାଳାନ୍ତରେ ଜଳ ତେଜିଲେ ନୃପବରେ। ଏମନ୍ତେ କିଛି କାଳାନ୍ତରେ ଜଳ ତେଜିଲେ ନୃପବରେ। ନିରାଶ ତପସ୍ୟା କଠୋର କେବଳ ପବନ ଆହାର। ପୁଣି ନିଦାଘ କାଳେ ନୃପ ତପସ୍ୟା କଲେ ପଞ୍ଚତାପ। ସେ ଚାରି ପାଶେ ଅଗ୍ନି ଜାଳି ମଧ୍ୟେ ବସିଲେ ନିର୍ବିଚଳି। ସୂର୍ଯ୍ୟମଣ୍ଡଳେ ଦୃଷ୍ଟି ଧରି ପରମ ବ୍ରହ୍ମେ ଧ୍ୟାନ କରି। କୃଷ୍ଣଚରଣ ପଦ୍ମରସ କଠୋର ତପ ବହୁ କ୍ଲେଶ। ବରଷା କାଳେ ମହୀପତି ଦୁଃସହ ଜଳ ଧାରେ ତିନ୍ତି। ଶିଶିର କାଳେ ତପ କରେ ବୁଡ଼ି ଆକଣ୍ଠ ଶୀତ ନୀରେ। ଶୟନେ ଭୂମି ଶଯ୍ୟା କରି ଏ ଘୋର ତପସ୍ୟାଚରି। ଜିତ ପବନ ଊର୍ଦ୍ଧ୍ୱରେ ତ ସଂଯତ ଗିର ଶାନ୍ତ ଦାନ୍ତ। କୃଷ୍ଣଚରଣ ସେବା ପାଇଁ କଠିନ ତପେ ନୃପ ସାଇଁ। ଲୋକ ଶିଖାଏ ତପ କଲେ ବିଷୟ କର୍ମ ବିନାଶିଲେ। ନିରତେ ପ୍ରାଣାୟାମ କରି ଇନ୍ଦ୍ରିୟ ସମୂହ ସଂହରି। ଛାଡ଼ିଲା ଅଶେଷ ବନ୍ଧନ ଯେ କିଛି ବାସନାଦିମାନ। ନିଶ୍ଚଳ ଚିତ୍ତେ ନୃପବର ତପ ସାଧନେ ନିଷ୍ଠାପର। ଯେ ଶିକ୍ଷା ବ୍ରହ୍ମାଙ୍କ କୁମର କହି ଯେ ଥିଲେ ଯୋଗସାର।
ସେ ଯୋଗେ ଗୋବିନ୍ଦ ଚରଣ ନିତ୍ୟ ଆରାଧି ନୃପରାଣ। ଶ୍ରଦ୍ଧା ଭକତି ଦୃଢ଼ ଚିତ୍ତେ ଭକ୍ତି ଜନ୍ମିଲା ହୃଦଗତେ। ଆନନ୍ଦେ ପ୍ରେମାଙ୍ଗ ଭକତି ଶ୍ରୀକୃଷ୍ଣେ କଲେ ମହୀପତି। ସେ ହରି ଭଜନ ପ୍ରବଳ ହୋଇଲା ମନ ସୁନିଶ୍ଚଳ। ନିର୍ମଳ ମନ ପ୍ରକାଶିଲା ବୈରାଗ୍ୟ ଜ୍ଞାନ ଉପୁଜିଲା। ସେ ଜ୍ଞାନ ତୀକ୍ଷ୍ମ ଶସ୍ତ୍ରେ ରାୟେ ଛେଦିଲେ ହୃଦର ସଂଶୟେ। ଯେ କର୍ମ ଗ୍ରନ୍ଥି ଜୀବକୋଷ ଜ୍ଞାନ ଖଡ଼ଗେ ଗଲା ନାଶ। ଦେହରେ ଆତ୍ମବୁଦ୍ଧି ଯେହି ତକ୍ଷଣେ ଦୂରେ ଗଲା ସେହି। ଏଣୁ ପାଇଲେ ଆତ୍ମଗତି ନିରହଙ୍କାର ହେଲା ମତି। ଏ ସର୍ବ ଯେ ଜ୍ଞାନେ ବିନାଶ ତାପରି ହରି ନୃପଈଶ। ଯାବତ ହରିଙ୍କ ଭଜନ ନୋହିଛି ତାବତ ସାଧନ। ଯେବେ ଶ୍ରୀକୃଷ୍ଣ ଭାବେ ରତି ଶାନ୍ତି ହୋ ପାଇ ତେବେ ମତି। ଭଜନ ରସେ ମତ୍ତ ହୋଏ ନ ପଡ଼େ ଶୋକ ମାୟା ମୋହେ। ଏ ରୂପେ କଲେ ସେ ରାଜନ ଆତ୍ମାରେ ଆତ୍ମାକୁ ଯୋଜନ। ସେ ଯୋଗୀ ଯୋଗାସନ ବଳେ ବ୍ରହ୍ମ ସ୍ୱରୂପୀ ସେ ହୋଇଲେ। କାଳେ ଛାଡ଼ିଲେ କଳେବର ଏ ଅନୁକ୍ରମେ ହେ ବିଦୁର। ସୁସ୍ଥିରେ ବସି ଯୋଗାସନେ ଦେହେ ସମୀର ସମାଧାନେ। ବାମ ଚରଣ ମୂଳାଧାରେ ନିରୋଧି ଚାପିଲେ ନିର୍ଭରେ। ସେ ମୂଳାଧାର ରୂପବନ ଊର୍ଦ୍ଧ୍ୱକୁ ଟେକିଲେ ରାଜନ। ନାଭିରୁ ହୃଦୟ କମଳେ ପବନ ରଖିଲେ ସଧୀରେ। ତହୁଁ ଷୋଡ଼ଶ ଦଳେ ନେଲେ ତହୁଁ କଣ୍ଠରେ ତହୁଁ ଶିରେ। ଏ ରୂପେ ପ୍ରାଣାଦି ପବନ ଭେଦିଣ ଏ ଷଡ଼ଚକ୍ରେଣ। ଏ ରୂପେ ପ୍ରାଣାଦି ପବନ ଭେଦିଣ ଏ ଷଡ଼ଚକ୍ରେଣ। ସେ ବ୍ରହ୍ମ ରନ୍ଧ୍ରେ ଯୋଗ ବଳେ ଏ ସର୍ବ କରି ଏକ ଠୁଳେ। ମନ ପବନ ଦୃଢ଼େ ଧରି ଭିତରେ ରହିଲେ ପାଶୋରି। ସେବନେ ପୃଥୁ ନୃପନାଥ ଦେହ ଧାରଣେ ପଞ୍ଚଭୂତ। ଯେଝାନୁକ୍ରମେ ଯୋଗ ବଳେ ସମଷ୍ଟି ଭୂତେ ଲୟ କଲେ। ପବନ ନ୍ୟାସୀ ସମୀରଣେ ଯେ କିଛି ଦେହାଦି ଧାରଣେ। କ୍ଷିତିକି ଆପ ମଧ୍ୟେ ନ୍ୟାସୀ ସେ ଜଳ ଅନଳେ ନିବେଶୀ। ତେଜକୁ ପବନେ ସଂହରି ଆକାଶ ମଧ୍ୟେ ବାୟୁ ଧରି। ଇନ୍ଦ୍ରିୟ ଗଣେ ଯୁକ୍ତ ମନ ତାହା ଆକାଶେ କରି ଲୀନ। ଆକାଶ ଶବଦେ ସଂହରି ଶବଦ ତମ ଗୁଣେ ଧରି। ଏ ଯେ ତାମସ ଅହଙ୍କାର କାର୍ଯ୍ୟ ଯେ ମହାଭୂତ ତାର। ଯେ ରୂପେ ଲୟ କଲେ ନୃପ ଶୁଣ ବିଦୁର ତା ସ୍ୱରୂପ। ପୃଥିବୀ ଲୟ ଗନ୍ଧେ କରି ଆପକୁ ରସ ମଧ୍ୟେ ଧରି। ତେଜକୁ ରୂପ ମଧ୍ୟେ ଥୋଇ ପବନ ସ୍ପରଶେ ଲଗାଇ। ଶବଦେ ଆକାଶ ସଂହରି ଏ ସର୍ବତମ ଗୁଣେ ଭରି। ଯେ ତମ ସାତ୍ୱିକ ରାଜସ ଏକତ୍ୱେ କଲେ ତା ପ୍ରକାଶ। ଇନ୍ଦ୍ରି ସହିତେ ବୁଦ୍ଧି ମନ ଯେଝାନୁକ୍ରମେ କଲେ ଲୀନ। ଶବଦ ଆଦି ଇନ୍ଦ୍ରି ଗଣେ ଲୀନ ହୋଇଲେ ଯେଝା ସ୍ଥାନେ। ଏହାଙ୍କ ଅଧିଷ୍ଠାତା ଦେବେ ଲୟେ ପାଇଲେ ଯେଝା ଭାବେ। ଏକତ୍ୱେ ଅହଙ୍କାର ନେଇ ସେ ମହତତ୍ୱରେ ମିଶାଇ।
ଏ ସର୍ବତତ୍ତ୍ୱଗୁଣେ ନ୍ୟାସୀ ମହତ୍ତତ୍ତ୍ୱରେ ପରକାଶୀ ସେ ମହତ୍ତତ୍ତ୍ୱ ମାୟାମୟେ ପ୍ରକୃତି ସଙ୍ଗେ ହେଲେ ଲୟେ ଜ୍ଞାନ ବୈରାଗ୍ୟ ଯୋଗ ବଳେ ଏ ଜୀବ ବ୍ରହ୍ମେ ଯାଇ ମିଳେ ଏମନ୍ତେ ପୃଥୁ ମହିପାଳ ଦେହ ତେଜିଲେ ପାଇ କାଳ ସେ ଅର୍ଚି ରାଣୀ ସୁକୁମାରୀ ଦୃଢ଼େ ସେ ପତିବ୍ରତାଚାରୀ ଦେହ ସୁଖାଇ ତପେ ଥିଲା ସ୍ୱାମୀର ମରଣ ଦେଖିଲା ତକ୍ଷଣେ ହୋଇ ହତଜ୍ଞାନ ଆକୁଳେ କରଇ ରୋଦନ ଭୋନାଥ ମୋର ପ୍ରାଣ ନାହା ମୋତେ ଦେଖାଅ କିମ୍ପା ଏହା କପଟେ ମୁଦ୍ରିତ ଲୋଚନ ଶ୍ୱାସ ବହଇ ଅତି କ୍ଷୀଣ ତୁ ସର୍ବବିହନ୍ତା ଈଶ୍ୱର ଏ ତୋର ମାୟା ଖେଳ ଘର ସ୍ଥିତି ଉତ୍ପତ୍ତି କରୁନାଶ ତୁ ମାତ୍ର ରହୁ ଅବଶେଷ ତୁ ସର୍ବ କାରଣ ମୁରାରୀ କାର୍ଯ୍ୟ କାରଣେ ଦେହ ଧରି ଭୋଯୋଗେଶ୍ୱର ତୋ ମହିମା ଜାଣି ନ ପାରେ ହର ବ୍ରହ୍ମା ଜାନାମେ ମୃତ୍ୟୁ ଭୟ ନାଶେ ମୃତ୍ୟୁ ଅମୃତ୍ୟୁ ପରକାଶେ ଏବେ କପଟେ ମୃତ୍ୟୁ ଭୟ ମୋତେ ଦେଖାଅ ମାୟା ମୋହ ଏ ମାୟା ମୋହ ଦ୍ୱନ୍ଦ୍ୱ ପାଶ ପ୍ରତେଜି ତୁମ୍ଭ ପ୍ରତିଆସ ଏବେ ଉପେକ୍ଷୀ ବନ ଘୋରେ ତେଜିଣ ଗଲ ନିଜ ପୁରେ ମୁଁ ଯେ ନିରତେ ଅପରାଧୀ ତୋପାଦେ ନ ସେ ବିଦୁର୍ବୁଦ୍ଧି ସେ ଅପରାଧ ଦୋଷୁ ମୋତେ ଏବେ ତେଜିଲ ଦୁଃଖ ଚିତ୍ତେ ତୁମେ ଯେ ମୋର ମନ ଦୁଃଖେ ବହସୁ ଦୟା ଭାବ ସୁଖେ ଭୋସଖୀ ନତେ ଯିବି ତୋତେ ଯାବତ ପ୍ରାଣ ଦେହ ଗତେ ସେ ଆଜ୍ଞା ଅଭାଗ୍ୟେ ମୋହର ଅବଜ୍ଞା ହେଲା ଯୋଗେଶ୍ୱର ଏ ରୂପେ ବିଳପେ ସୁନ୍ଦରୀ ଶୋକାର୍ଣ୍ଣବରେ ତନୁଘାରି ସେ ଅର୍ଚି ଦେବୀ ଜ୍ଞାନବନ୍ତ ତକ୍ଷଣେ ସ୍ଥିର କଲା ଚିତ୍ତ ଅଦ୍ରିଶାନୁରେ ଚିତା କଲା ସ୍ୱାମୀ କି ତହିଁ ନିବେଶିଲା ମୁଖାଗ୍ନି କରି ବିଧି ମତେ ସ୍ନାନ ଉଦକ କ୍ରିୟା ଯେତେ ଦେବଙ୍କୁ କରି ନମସ୍କାର ସମ୍ପୁଟେ ଯୋଡ଼ି ବେନି କର ଏ ସର୍ବ ସାରିଣ ସୁନ୍ଦରୀ ଅଗ୍ନିକୁ ପ୍ରଦକ୍ଷିଣ କରି ପ୍ରବେଶେ ଅଗ୍ନି ମଧ୍ୟେ ଯାଇ ଦେବେ ଦେଖନ୍ତି ଶୂନ୍ୟେ ରହି ସିଦ୍ଧଚାରଣ ବିଦ୍ୟାଧର ଇନ୍ଦ୍ରାଦି ଯେତେ ଅନୁଚର ଯେ ଯାହା ମତେ କଲେ ସ୍ତୁତି ଆନନ୍ଦେ ପୁଷ୍ପ ବରସନ୍ତି ଦୁନ୍ଦୁଭି ବାଦ୍ୟ ନାଦ କରି ରଙ୍ଗେ ନାଚନ୍ତି ଅପସରି ସେପତି ପତ୍ନୀ ବେନି ଜନେ ଆକାଶେ ଗଲେ ଦେବଯାନେ ଦେବେ ଆନନ୍ଦେ ସ୍ତୁତି ଭଣି ଶିରେ ନିବେଶି ବେନି ପାଣି ପ୍ରଶଂସୀ ଦେବୀ ଜଣେ ଜଣେ ଆନନ୍ଦେ ଅଶ୍ରୁଳ ଲୋଚନେ ଦେବ୍ୟ ଉଚୁଃ ଧନ୍ୟ ସାଧବୀ ପତିବ୍ରତା ସ୍ୱାମୀ ସେବାରେ ଅନୁରତା ତେଜିଣ ଅଚଳ ବିଭୂତି ସ୍ୱାମୀ ସଙ୍ଗତେ ସେ ଚଳନ୍ତି ଯେଣୁ ଏ ପୂର୍ବେ ତପ କଲେ ତେଣୁ ଦେବଙ୍କ ଊର୍ଦ୍ଧ୍ୱେ ଗଲେ ଯେସନେ ଲକ୍ଷ୍ମୀ ନାରାୟଣ ସେପରି ଅର୍ଚି ନରରାଣ ସେ ଅନୁସାରେ ଏ ଯୁବତୀ ଯେଣୁ ଭଜିଲେ ନିଜପତି ଧନ୍ୟ ସେ ମର୍ତ୍ତ୍ୟ କର୍ମଭୂମି ଅଳ୍ପ ଆୟୁଷ ପ୍ରାଣୀ ଜନ୍ମି ସୁନୀତି କର୍ମ ଆଚରନ୍ତି ସକଳ ଆପଦୁତରନ୍ତି
ନିଷ୍ପାପୀ ଜନ ଯେ ବାନର ସ୍ୱର୍ଗାପବର୍ଗ ନୋହେ ଦୂର। ଏଣୁ ନିଷ୍କାମ ଯାର ମତି ସେ ଲୋଭେ ଏକାନ୍ତ ଭକତି। ସ୍ୱର୍ଗାଦି ଭୋଗ କିବା ତାର ଯହିଁ ବସନ୍ତି ଭକ୍ତ ନର। କୃଷ୍ଣ ଚରିତ ନିତ୍ୟ ଭାବି ରୋମ ପୁଲକେ ଅଶ୍ରୁଦ୍ରବି। ନିର୍ମଳ ହୋଏ ବୁଦ୍ଧିମତି ଅଜ୍ଞାନ ମୋହ ବିନାଶନ୍ତି। ଏ ଭାବ ନଘେ ନେଜା ଚିତ୍ତ ସେ ଦୁଃଖ ସାଗରେ ପୀଡ଼ିତ। ସେ ଆତ୍ମା ବଧେ ଭାଗୀ ହୋଇ ଯେ ନିତ୍ୟ ବିଷୟେ ମଜ୍ଜଇ। ମୈତ୍ରେୟ ଉବାଚ ଏମନ୍ତେ ଶୁଣ ହେ ବିଦୁର ସେ ଦେବ କାମିନୀ ପ୍ରଚୁର। ସେ ଅର୍ଚି ଦେବୀଙ୍କି ସ୍ତୁବନ୍ତି ପ୍ରବେଶପତି ଲୋକେ ସତି। ସେ ପୃଥୁ ଭକତ ଉତ୍ତମ ଯାହାଙ୍କ ଚରିତ ଉଦ୍ଦାମ। ବର୍ଣ୍ଣିଲୁ ତାହାଙ୍କ ଚରିତ ଶ୍ରବଣେ ହୁଅ ଶୁଦ୍ଧ ଚିତ୍ତ। ସେ ପୃଥୁ ଗୁଣ ଉପାଖ୍ୟାନ ଶ୍ରଦ୍ଧାରେ ପଢ଼ନ୍ତି ଯେ ଜନ। ସେ ପୃଥୁ ପଦକୁ ଲଭନ୍ତି ଜନ୍ମ ମରଣୁ ନିସ୍ତରନ୍ତି। ଏ ଚାରି ବର୍ଣ୍ଣ ମଧ୍ୟଗତେ ପଢ଼ନ୍ତି ଶୁଣନ୍ତି ଯେ ନିତ୍ୟେ। ତା ସର୍ବ କାମ ହୋଏ ସିଦ୍ଧି ସକଳ ଗୁଣେ ସେ ପ୍ରସିଦ୍ଧି। ଯେ ବିପ୍ର ଜନ ଏହା ପଢ଼େ ବ୍ରହ୍ମପଦକୁ ଲଭେ ଦୃଢ଼େ। କ୍ଷତ୍ରିୟ କଲେ ଅଧ୍ୟୟନ ରାଜତ୍ୱ ପଣେ ସେ ନିପୁଣ। ଗାୟନ କଲେ ବଶ୍ୟଜନ କୃଷ୍ୟାଦି ବାଣୀ ଯେ ନିପୁଣ। ସେ ଜ୍ଞାନୀ ଜନେ ଶ୍ରେଷ୍ଠ ହୋଇ ଧର୍ମାର୍ଥ ଜୀବନେ ଜିୟଇ। ଶ୍ରବଣେ ଶୂଦ୍ର ହୋଏ ସୁଖୀ ଭକତ ମଧ୍ୟେ ତାକୁ ଲେଖି। ତ୍ରିକାଳ ଶ୍ରବଣ କୀର୍ତ୍ତନେ ଯେ ନର ନାରୀ ଶୁଦ୍ଧ ମନେ। ସକଳ କାମାର୍ଥ ଲଭନ୍ତି ଭୋଗାନ୍ତେ ବୈକୁଣ୍ଠେ ବସନ୍ତି। ନିର୍ଧନ ଅପୁତ୍ରିକ ଜନ ଲଭେ ଅପତ୍ୟ ବହୁଧନ। ଅକୀର୍ତ୍ତିମନ୍ତ ଯେ ବାଜନ ଶ୍ରବଣେ ଲଭେ କୀର୍ତ୍ତିମାନ। ସେ ପୁଣ୍ୟ ପୃଥୁର ଚରିତ ଶ୍ରବଣେ ମୂର୍ଖ ହିଁ ପଣ୍ଡିତ। ଯେ ଅନୁଦିନେ ଅଧ୍ୟୟନ୍ତି ଅଶୁଭ କର୍ମ ବିନଶନ୍ତି। ଯଶ ଆୟୁଷ ଧନ ତାର ଶ୍ରବଣେ ବଢ଼େ ନିରନ୍ତର। ଅପରେ ଧର୍ମ ଅର୍ଥ ଚାରି ଲଭନ୍ତି ତ୍ରିତାପ ନିବାରି। ଯେବେ କ୍ଷତ୍ରିୟ ରିପୁ ଭୟେ ଶ୍ରବଣେ ଚତୁର୍ଦିଗ ଜୟେ। ଏ ସର୍ବ କର୍ମ ଫଳ ପାଇ ନିରତେ ଯେ ଦୃଢ଼େ ଶୁଣଇ। ଏ ପୁଣ୍ୟ ପୃଥୁର ଚରିତ ସଦ୍ୟ ବିଶୁଦ୍ଧ ହୋଏ ଚିତ୍ତ। ପଠନ କରେ ଯେ ବା ପ୍ରାଣୀ ସୁସାଧୁ ମଧ୍ୟେ ତାକୁ ଗଣି। ଶୁଣ ବିଦୁର ସାବଧାନେ ସେ ପୃଥୁ ଚରିତ ଆଖ୍ୟାନେ। ଅମୃତ ରସମୟ ଗୀତ ଶ୍ରବଣେ ନିସ୍ତରେ ପତିତ। ପାର୍ଥବୀ ଗତି ହୋଏ ତାର ସ୍ୱର୍ଗାପବର୍ଗ ନୋହେ ଦୂର। ଏ ମୋହ ସଂସାରେ ତାରଣେ ଅନ୍ୟଥା ନାହିଁ ଉଦ୍ଧାରଣେ। ଚତୁର୍ଥ ସ୍କନ୍ଧେ ଭାଗବତ ତ୍ରିବିଂଶ ଅଧ୍ୟାୟର ଚରିତ। ମୈତ୍ରେୟ ବିଦୁର ସମ୍ବାଦ ଶ୍ରବଣେ ଖଣ୍ଡଇ ବିପଦ। ଶୁଣନ୍ତେ ତୁଟେ ଭବ ବ୍ୟାଧି ଶ୍ରବଣେ ପାପ ବନ୍ଧ ଛେଦି। ହରିଚରଣ ଆଶ୍ରେ କର ସକଳ ପାପ ହେବ ଦୂର। ସୁଜନେ ଏହି ରସେ ରସ କହଇ ଜଗନ୍ନାଥ ଦାସ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ଚତୁର୍ଥ ସ୍କନ୍ଧେ ପୃଥୁରାଜ ବୈକୁଣ୍ଠ ଗମନଂ ନାମ ତ୍ରୟୋବିଂଶୋऽଧ୍ୟାୟଃ। ଶ୍ରୀକୃଷ୍ଣଂ ସମର୍ପଣମस्तु।
ওম নমো ভগবতে বাসুদেবায়।